ଯେତେବେଳେ ତୁମେ କୌଣସି ବି ସମ୍ପର୍କ ଗଢ଼ୁଛ, ତେବେ ଗୋଟିଏ କଥା ନିଜ ମନ ଭିତରେ ଭାବି ରଖ, କିଛି ବି ହେଇଯାଉ, ଯେମିତି ତୁମେ ସେ ସମ୍ପର୍କକୁ ଭାଙ୍ଗିବାକୁ ଦେବନି। ଜୀବନରେ କିଛିଟା ଲୋକଙ୍କୁ ଛାଡ଼ିଦେବା ବି ଆବଶ୍ୟକ, କାହିଁକିନା ଏମିତି କିଛି ଲୋକ ଜୀବନରେ ଥାଆନ୍ତି ଯେଉଁମାନେ ସବୁବେଳେ ତୁମର ଅପକାର ଚିନ୍ତା କରୁଥାନ୍ତି। ଦିନ ଥିଲା ଜଣେ ଆଉ ଜଣଙ୍କ ପାଦରୁ କଣ୍ଟା ବାହାର କରି ଦେଉଥିଲା, କିନ୍ତୁ ଆଜିକାଲିର ଦୁନିଆରେ ଜଣେ ଚାଲୁଥିବା ପଥରେ ଆଉ ଜଣେ କଣ୍ଟା ବିଛେଇ ଦେଉଛି। ସତରେ ଏ ଦୁନିଆ ବଦଳି ଯାଇଛି। ନିଜ ଜୀବନରେ କିଛିଟା କଥା ଏମିତି ବି ଥାଏ ଯେଉଁ କଥା ସମସ୍ତଙ୍କୁ କେବେ ବି ଆପଣ କହିପାରିବେନି। ସେ କଥା ନିଜ ମନ ଓ ହୃଦୟ ଭିତରେ ରହିଲେ ହିଁ ମଣିଷକୁ ଶାନ୍ତି ମିଳେ। ଲୋକେ ଏଠି ବଦଳି ଯାଆନ୍ତିନି ଆଜ୍ଞା, ହୁଏତ ସେମାନଙ୍କର ଆବଶ୍ୟକତା ଆମେ ପୂରଣ କରିପାରୁନାହୁଁ, ସେଇଥିପାଇଁ ହୁଏତ ସେମାନେ ବଦଳି ଯାଇଥାନ୍ତି। ନିଜ ମନ ଭିତରେ ତୁମେ କେବେ ବି ଏଇ ଭ୍ରମ ରଖିବ ନାହିଁ କି ଏଠି ସବୁ ସମ୍ପର୍କ ତୁମ ପାଇଁ ଭଲ ସମ୍ପର୍କ ହୋଇଥିବ। ବନ୍ଧୁ, ନିଜ ଲୋକଙ୍କ ସମ୍ପର୍କ ଭିତରେ ବି ମୁଁ ଧୋକେବାଜ ଲୋକଙ୍କୁ ଦେଖିଛି। ଆଜି ଦୁନିଆରେ ଆମେ ଅଛେ, ଦୁନିଆ ଚାଲିଛି, କାଲି ଦୁନିଆରୁ ଆମେ ଚାଲିଯିବା, ତାପରେ ବି ଏ ଦୁନିଆ ଚାଲିଥିବ। କାହିଁକିନା ଗୋଟିଏ ମଣିଷ ଏ ଦୁନିଆରୁ ଚାଲିଗଲେ ଦୁନିଆର ନିୟମ କେବେ ପରିବର୍ତ୍ତନ ହୋଇଯାଏ ନାହିଁ। ଧୀରେ ଧୀରେ ଯେତେବେଳେ ସମୟ ବଢ଼ିବା ପାଇଁ ଲାଗିଲା, ଧୀରେ ଧୀରେ ଯେତେବେଳେ ବୟସ ବଢ଼ିବା ପାଇଁ ଲାଗିଲା, ମୋତେ ତ ଏକଥା ଫିଲ୍ ହେଲା, ମୁଁ ସେଇ ଲୋକମାନଙ୍କୁ ମୋ ଜୀବନର ବହୁତ ମୂଲ୍ୟବାନ ସମୟ ଦେଇଦେଲି ଯେଉଁ ଲୋକମାନେ ମୋ ଜୀବନରେ ଫାଲତୁ ଥିଲେ। ଜୀବନରେ ଖୁସିରେ ରହିବାର ମୂଳ ମନ୍ତ୍ର, ଯେଉଁଠି ଆପଣଙ୍କ ମନ ଓ ହୃଦୟ କହୁଛି ଠିକ୍ ସେଇ ଜାଗାରେ ହିଁ ତୁମେ ସମ୍ପର୍କ ରଖ। ଯେଉଁ ଜାଗାରେ ତୁମର ସମ୍ମାନ କେହି କରୁନାହାନ୍ତି, କେହି ବି ଆଦର କରୁନାହାନ୍ତି, ସେ ଜାଗା ଏହି ମୁହୂର୍ତ୍ତରୁ ଛାଡ଼ିଦିଅ। ଯେଉଁ ମଣିଷ ତୁମ ଦୁଃଖ କଷ୍ଟକୁ ବୁଝିପାରୁନାହିଁ, ସେ ମଣିଷକୁ ବୁଝେଇବାର କୌଣସି ବି ଆବଶ୍ୟକ ନାହିଁ। ଯିଏ ଆପଣଙ୍କ ଖରାପ ପରିସ୍ଥିତି ଦେଖି ମଧ୍ୟ ଆପଣଙ୍କୁ ସାହାଯ୍ୟ କରୁନାହିଁ, ସେ ମଣିଷକୁ ସାହାଯ୍ୟ ମାଗିବାର ବି କୌଣସି ଆବଶ୍ୟକତା ନାହିଁ। ଜୀବନରେ କଠିନ ପରିସ୍ଥିତି ତ ଅବଶ୍ୟ ଆସିବ, କିନ୍ତୁ ସେ କଥାକୁ ନେଇ କେବେ ଚିନ୍ତା କରିବେନି। ଆଉ ହଁ, ଜଳବାୟୁ ଭଳି ନିଜ ରୂପ ପରିବର୍ତ୍ତନ କରୁଥିବା ମଣିଷମାନଙ୍କୁ ନିଜ ଜୀବନରେ କେବେ ସାମିଲ କରିବେନି। ଗୋଟେ କଥା କହିବି ବାବୁ, ବିଶ୍ୱାସ ହବନି କିନ୍ତୁ ସତ, କୌଣସି ବି ମଣିଷ ସହ ଆମେ ସେ ପର୍ଯ୍ୟନ୍ତ ଲଢ଼ିଥାଉ ଯେଉଁ ପର୍ଯ୍ୟନ୍ତ ତା ପ୍ରତି ଆମର ଭଲ ପାଇବା ଥାଏ। ଆଉ ଯେଉଁଦିନ ଭଲ ପାଇବା ସରିଯାଏ, ସେଦିନ ସେ ଲଢ଼ିବା ବି ସରିଯାଏ। ଯଦି ସମ୍ପର୍କକୁ ତୁମେ ଆଗକୁ ନେବା ପାଇଁ ଚାହୁଁଛ, ତେବେ ନିଜ ହୃଦୟରୁ ନିଅ। ଯେଉଁ ସମ୍ପର୍କ ନିଜ ହୃଦୟରୁ ନାହିଁ, ସେ ସମ୍ପର୍କ ରଖି କିଛି ଲାଭ ନାହିଁ। କେବେ ଆପଣଙ୍କ ଜୀବନରେ ଏମିତି ହେଇଛି କି ଆଜ୍ଞା, କୌଣସି ବି ଲୋକକୁ ଆପଣ ନିଜର ଭାବିବାକୁ ଆରମ୍ଭ କରନ୍ତି, ଆଉ ଠିକ୍ ସେଇ ସମୟରେ ସେଇ ଲୋକ ବଦଳିବା ବି ଆରମ୍ଭ କରିଦିଏ। ବନ୍ଧୁ, ମୁଁ ଖରାପ ଲୋକମାନଙ୍କ ସହ ସମ୍ପର୍କ ରଖିବାକୁ ଡରୁନି, ଡରେ ତ ସେଇ ଲୋକମାନଙ୍କ ସହ ଯେଉଁ ଲୋକମାନେ ନିଜର ହୋଇ ମଧ୍ୟ ଧୋକା କରନ୍ତି, ଆଉ ନିଜ ମୁହଁରେ ଦୁଇଟି ଚେହେରା ନେଇ ବୁଲନ୍ତି। ସିଏ ଛୋଟ ଘର ହୋଇଥାଉ କିମ୍ବା ବଡ଼ ଘର ହୋଇଥାଉ, ଯଦି ସେ ଘରେ ଟିକେ ଭଲ ସମ୍ପର୍କର ମଣିଷ ନାହାନ୍ତି, ସେ ଘରକୁ କୌଣସି ମଣିଷ ତ ଦୂରର କଥା ଆଜ୍ଞା, କୌଣସି ପକ୍ଷୀଟିଏ ବି ଆସି ବସିବନି। ଆମ ଜୀବନ କେବେ ବି ଆମକୁ କନ୍ଦାଏନି। ଯଦି କିଏ କନ୍ଦଉଛି, ସିଏ ତ ଏ ଦୁନିଆର ଲୋକେ, ଆମେ ଏମିତିରେ ତ ଜୀବନ ଉପରେ ଅଭିଯୋଗ କରି ଚାଲିଛେ।
ଦୁନିଆରେ ହଉ ଅବା ଆପଣଙ୍କ ଆଖପାଖରେ ହଉ, ଏମିତି ବହୁତ ଲୋକ ଥାଆନ୍ତି ଯେଉଁମାନେ କୌଣସି କର୍ମ ତ କରନ୍ତି ନାହିଁ, ଆଉ ପ୍ରତିଟି ମୁହୂର୍ତ୍ତରେ ନିଜ ଭାଗ୍ୟକୁ ଦୋଷ ଦିଅନ୍ତି। ବିଚରା ଭାଗ୍ୟ ବି ଭାବୁଥିବ ମୋର ଦୋଷ ବା ରହିଲା କ'ଣ। ଯେଉଁ ଲୋକମାନଙ୍କ ନଜରରେ ଆପଣ ଭଲ, ସେମାନଙ୍କ ନଜରରେ ଆପଣ ଭଲ ହିଁ ହୋଇ ରହିବେ। ଆଉ ଯେଉଁ ଲୋକମାନଙ୍କ ନଜରରେ ଆପଣ ଖରାପ, ଆପଣ ଚାହିଁଲେ ବି ସେମାନଙ୍କ ନଜରରେ କେବେ ବି ଭଲ ହୋଇପାରିବେନି। କାହିଁକି ନା ଆପଣ ନିଜକୁ ତ ବଦଳେଇ ଦେଇପାରିବେ, କିନ୍ତୁ ସେମାନଙ୍କର ନଜରକୁ ଆପଣ କେମିତି ବା ବଦଳେଇ ପାରିବେ। କୌଣସି ବି ଜିନିଷକୁ ନିଜର କରିଦିଅ କିମ୍ବା ଛାଡ଼ିଦିଅ କିଛି କଥା ନାହିଁ, କିନ୍ତୁ ନିଜର ସ୍ୱାର୍ଥ ପାଇଁ କେବେ ବି କୌଣସି ଜିନିଷକୁ ବ୍ୟବହାର କରନି। ଯଦି ଏମିତି ହୁଏ, ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରହିବ। ବନ୍ଧୁ, ଯଦି ଆପଣଙ୍କ ପାଇଁ କାହା ଆଖିରୁ ଟୋପାଏ ଲୁହ ଝରିଛି ନା, ସେ ଲୁହର ଆପଣ ଆଦର କରିବା ପାଇଁ ଚେଷ୍ଟା କରନ୍ତୁ। ଆଉ ଜୀବନରେ ଗୋଟିଏ କଥା ବି ମନେ ରଖିଥିବେ, ଆପଣଙ୍କ ପାଇଁ ଯେମିତି କାହା ବି ଆଖିରୁ କେବେ ଲୁହ ନ ଆସୁ। ବନ୍ଧୁ, ସେଇ ମଣିଷକୁ ବି ମୁଁ ମୋ ଠାରୁ ଦୂରକୁ ଚାଲିଯିବାର ଦେଖିଛି। ଯେଉଁ ମଣିଷକୁ ହରେଇବା ଭୟରେ ଦିନେ ମୋ ଛାତି ଥରୁଥିଲା। ଏ ଦୁନିଆରେ ଏମିତି କେହି ବି ନାହିଁ ଯିଏ ସାରା ଜୀବନ ଆପଣଙ୍କର ସାଥ ଦେବ। ତ ଭଲ ହେବ ନିଜ ସାଥୀ ନିଜେ ହୋଇଯାଅ। ଯେଉଁ ଲୋକମାନେ କୁହନ୍ତି କି ତୁମେ ଧୈର୍ଯ୍ୟ ଧର, ସବୁ କିଛି ଠିକ୍ ହେଇଯିବ, ଏବେ ଏକଥା ଶୁଣିଲା ପରେ ମୋତେ ଆଉ ବିଶ୍ୱାସ ବି ହେଉନି। ଥରେ ଚାଲିଗଲା ପରେ ସିଏ ସମୟ ହେଉ କିମ୍ବା ମଣିଷ କେବେ ବି ଆଉ ଫେରି ଆସନ୍ତି ନାହିଁ। ଏ ଦୁନିଆରେ କେହି ବି କାହାର ନୁହନ୍ତି, ଏହା ସତ ବୋଲି କେବଳ ଆପଣଙ୍କ ଖରାପ ସମୟ ହିଁ ଆପଣଙ୍କୁ ପ୍ରମାଣ ଦେଇପାରିବ। ବନ୍ଧୁ, ଯେତେବେଳେ ଆପଣଙ୍କ ସମୟ ଖରାପ ଚାଲିଥିବ, ସେତେବେଳେ ଯଦି ଆପଣ କୌଣସି ଜାଗାରେ ଟିକେ ମଜାକ ବି କରିଦେବେ ନା, ସେ ମଜାକ ଆପଣଙ୍କ ଭୁଲ ହୋଇଯିବ। ଏ ମଣିଷ ବି ଗୋଟେ କେମିତିକା ବସ୍ତୁ ଆଜ୍ଞା, ମରିଯାଇଥିବା ଲୋକଙ୍କ ପାଇଁ କାନ୍ଦୁଛି ଆଉ ବଞ୍ଚିଥିବା ଲୋକଙ୍କୁ କନ୍ଦଉଛି। ବଡ଼ ଅଜବ ଏ ଦୁନିଆ, ଆଉ ବଡ଼ ଅଜବ ଏ ଦୁନିଆର ଲୋକେ। ଏଠି ଲୋକମାନେ ଭଗବାନଙ୍କୁ ତ ମାନନ୍ତି, କିନ୍ତୁ ଭଗବାନଙ୍କ ସୃଷ୍ଟିର ନିୟମକୁ ମାନନ୍ତି ନାହିଁ। ବେଳେ ବେଳେ ଜୀବନରେ ଏମିତି ସମୟ ଆସିଥାଏ ଯେଉଁ ଲୋକମାନଙ୍କ ଉପରେ ଆମର ଆଶା ହିଁ ନଥାଏ କି ଏଇ ଲୋକେ ସାଥ ଦେବେ। ସେଇ ଲୋକ ଆମ ପାଇଁ ବହୁତ କିଛି କରିଯାଆନ୍ତି, ଆଉ ନିଜର କହୁଥିବା ଲୋକେ ସମୟ ଆସିଲା ପରେ କୁଆଡ଼େ ଚାଲିଯାଆନ୍ତି। ଯଦି ତୁମେ ଭରସା କରିବା ପାଇଁ ଚାହୁଁଛ, ତେବେ ଏଇଭଳି ଲୋକଙ୍କୁ କର, ଯିଏକି ତୁମ ରାଗ ପଛର ଭଲ ପାଇବାକୁ ବୁଝିପାରୁଥିବ, ଆଉ ଯିଏକି ତୁମ ଅଭିମାନ ଆଉ ତୁମ ଦୁଃଖ ପଛର, ତୁମ ହସୁଥିବା ପଛର କଷ୍ଟକୁ ବୁଝିପାରୁଥିବ, ଆଉ ଯିଏ ତମକୁ ପ୍ରତିଟି ଜାଗାରେ ସାଥ ଦେଉଥିବ। ମନୁଷ୍ୟ ତ କୌଣସି ଗୋଟେ ଶବ୍ଦ କହି ଏମିତିରେ ଚାଲିଯାଏ, କିନ୍ତୁ ସେ ଶବ୍ଦକୁ ଶୁଣିଥିବା ଲୋକ କେବେ ବି ତାକୁ କ୍ଷମା କରିପାରେ ନାହିଁ। ସେଥିପାଇଁ ତୁମେ ଯଦି କାହାକୁ କିଛି ବି କହୁଛ, ଥରେ ଭାବିବ ନିଶ୍ଚୟ କି ତା ମନରେ କ'ଣ ବିତୁଥିବ। ଯଦି ମୁଁ ତୁମ ପାଖରେ ରହିବା ତୁମକୁ ପସନ୍ଦ ଆସୁନି, ତେବେ କହିଦିଅ ମୋତେ। ତୁମେ ଭାବି ବି ପାରିବନି ମୁଁ ତୁମଠୁ ଏତେ ଦୂରକୁ ଚାଲିଯିବି। ସମୟ ଏଠି ବହୁତ କିଛି ଛଡ଼େଇ ନିଏ ଆଜ୍ଞା, ବାସ୍ ମୁଁ ତ ଖୁସି ଏଥିପାଇଁ ହେଉଛି, ସମୟ ମୋଠୁ ମୋ ଖୁସି, ଭଲ ପାଇବା ଓ ନିଦ ଛଡ଼େଇ ନେଇଛି। ଯଦି ମଣିଷ ଗରିବ ପରିସ୍ଥିତିରେ ଅଛି ତ ଚାଲିବ, କିଛି କଥା ନାହିଁ, କିନ୍ତୁ ମଣିଷର ଭାବନା କୌଣସି ଭିକାରୀ ଭଳି ନ ହେବା ଆବଶ୍ୟକ। ଆଜି ମୁଁ ତୋର ଆବଶ୍ୟକ ନାହିଁ, ସେଥିପାଇଁ ତୁ ଜୀବନରୁ ଅଲଗା କରିଦେଲୁ,
କିନ୍ତୁ ଦିନ ଆସିବ ମୁଁ ତୋର ଆବଶ୍ୟକ ଏମିତି ହୋଇଯିବି ତୁ ଚାହିଁଲେ ବି ପାଇବୁନି। ଦୁନିଆରେ ଏମିତି ବି କିଛିଟା ଲୋକ ମିଳନ୍ତି ଯେଉଁମାନେ ଆମକୁ ଟାଇମ୍ ପାସ୍ କରି ଛାଡ଼ି ଦିଅନ୍ତି, କିନ୍ତୁ ଆମେ ସେମାନଙ୍କୁ ଜୀବନ ବୋଲି ଭାବି ବସିଥାଉ। ବନ୍ଧୁ, କିଛିଟା ଦୁଃଖ କିଛିଟା କଷ୍ଟ ଆମକୁ ଏମିତି ମିଳିଛି ଯେଉଁ ଦୁଃଖ କଷ୍ଟର କୌଣସି ବି କ୍ଷମା ନାହିଁ। ଯେଉଁ ମଣିଷ ନିଜେ କହିଥିବା କଥା ନିଜେ ନ ରଖିପାରିଲା ସେଇ ମଣିଷକୁ ତୁମେ କେବେ ବି ଜୀବନରେ ବିଶ୍ୱାସ କରିବନି, ନହେଲେ ଆଖି ଥାଉ ଥାଉ ଅନ୍ଧ ହୋଇଯିବ। କିଛିଟା କଥା ଓ କିଛିଟା ସ୍ମୃତି ବେଳେ ବେଳେ ମଣିଷର ନିଦ ହଜେଇ ଦିଏ ଆଜ୍ଞା। ପ୍ରତ୍ୟେକ ମନୁଷ୍ୟର ଜୀବନରେ ବେଳେ ବେଳେ ଏମିତି ବି ପରିସ୍ଥିତି ଆସେ, ସବୁ କିଛି ତ ଠିକ୍ ହୋଇଯାଇଥାଏ ଆଉ ତାପରେ ବି ମଣିଷ ହସିବା ଭୁଲିଯାଏ। ଏବେ ଡର ଲାଗିବାକୁ ଲାଗିଲାଣି ମୋତେ ସେଇ ଲୋକମାନଙ୍କ ଉପରେ ଯେଉଁ ଲୋକମାନେ କହୁଛନ୍ତି ମୋର ବିଶ୍ୱାସ ତ କର, ମୁଁ ସାରା ଜୀବନ ତୁମର ସାଥ ଦେବି।